भारतीय युव हस्टेल तरफରୁ ସେଲ୍ ପ୍ରତିଷ୍ଠା ଦିବସ ପାଳିତ। ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ସେଲ୍ ପ୍ରତିଷ୍ଠା ଦିବସ ହଷ୍ଟେଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଯୁବ ହଷ୍ଟେଲର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆଭାକତ୍ୱ ଓ ଡକ୍ଟର ଦେବସ୍ମିତା ପ୍ରହରାଜଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍ଏସ୍ପିର ସିଜିଏମ୍ ହୀରାଲାଲ ମହାପାତ୍ର ମୁଖ୍ୟ ଅତିଥି, ବ୍ୟବସାୟୀ ବିଭାଗର ମହାପ୍ରବନ୍ଧକ ଅନବିନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ରାଉରକେଲା ଯୁବ ହଷ୍ଟେଲ ନିଜର ସାମାଜିକ ପ୍ରତିବଦ୍ଧତା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୁଛି। ଆର୍ଏସ୍ପିର ପ୍ରତ୍ୟେକ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇବା ସେ ନିଜର ଦାୟିତ୍ୱବୋଧ ପରାକାଷ୍ଠା ପ୍ରତିପାଦନ କରିପାରିଛନ୍ତି। ଏହା ସହ ସେ ଅନୁଷ୍ଠାନର ପ୍ରତିଷ୍ଠାତା ବସନ୍ତ କୁମାର ମଲ୍ଲିକଙ୍କର ସ୍ମୃତିଚାରଣ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆର୍ଏସ୍ପି ହେଉଛି ଆମ୍ଭମାନଙ୍କର ମା ସଦୃଶ୍ୟ। ପ୍ରଯୁକ୍ତି ବିଦ୍ୟାର ଜ୍ଞାନକୁ ଉପଯୋଗ କରି ଆର୍ଏସ୍ପି ଆଜି ଆଗରେ ରହିଛି। ଏହା ସହ ସେ ନିଯୁକ୍ତି ଓ ଉନ୍ନତି ଉପରେ ଗୁରୁତ୍ୱାରୋପ କରିବା ସହ ଯୁବ ହଷ୍ଟେଲର କର୍ମକର୍ତ୍ତାଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସାଧୁବାଦ ଜଣାଇଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ବାସୁ କାର୍ଯ୍ୟକ୍ରମର ଆଭିମୁଖ୍ୟ, ସମ୍ପାଦକ ଶ୍ରୀ ବେହେରା ସମ୍ପାଦକୀୟ ବାର୍ତ୍ତା ସହ ସର୍ବଭାରତୀୟ ସ୍ତରରେ ରାଉରକେଲା ଯୁବ ହଷ୍ଟେଲ କିପରି ଶ୍ରେଷ୍ଠ ଉପସଭାପତି ଅମିତାଭ ଠାକୁର ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ କେକ୍ କଟାଯାଇ ସମସ୍ତ ମଧ୍ୟରେ ବଣ୍ଟା ଯାଇଥିଲା। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ହଷ୍ଟେଲର ଉନ୍ନତୀକରଣ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ନୀଳମଣି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କାମିନୀ ମହାନ୍ତି ଓ ସାଥୀ ବନ୍ଦେ ଉତ୍କଳ ଜନନୀ ଗାନ କରିବା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରାଉରକେଲାରୁ ବ୍ୟୁରୋ ରିପୋର୍ଟ, ଓଡ଼ିଶା ସିଟି ନ୍ୟୁଜ୍।